ଜୟ ଜଗନ୍ନାଥ ସାୟନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ନୂତନ ଭାବେ ଆବେଦନ କରିଥିବା ରାସନ କାର୍ଡ଼ର ହିତାଧିକାରୀମାନଙ୍କ ପାଇଁ ଆସିଲା ଖୁସି ଖବର। ଯେଉଁମାନେ ନୂଆ ରାସନ କାର୍ଡ଼କୁ ଆବେଦନ କରିଥିଲେ ସେମାନଙ୍କୁ ମିଳିବ ରାସନ କାର୍ଡ଼। ଚାଲନ୍ତୁ ଦେଖିବା କ'ଣ ରହିଛି ସେଠି। ଦେଖନ୍ତୁ, ଆପଣମାନେ ଯଦି ରାସନ କାର୍ଡ଼ ଆବେଦନ କରିଥିଲେ ଆପଣଙ୍କୁ ଗୋଟେ ରିସିପ୍ଟ ମିଳିଥିବ। ଆପଣ ଚାହିଁଲେ ବି ସେ ରିସିପ୍ଟରେ ଚେକ୍ କରିପାରିବେ ଯେ ଆପଣଙ୍କ ଫର୍ମଟି ରିଜେକ୍ଟ ହେଇଛି ନା ଆପଣମାନେ ପାଇବେ। ମୁଁ ଆପଣମାନଙ୍କୁ ଡିଟେଲ୍ସ କହିବି ଯେ କେଉଁମାନେ ରାସନ କାର୍ଡ଼ ପାଇବେ, କେବେ ପାଇବେ, ତା ବିଷୟରେ ଆମେ ଡିସ୍କସ୍ କରିବା। ଚାଲନ୍ତୁ ଦେଖିବା ଯେ ଆଜିର ରାସନ କାର୍ଡ଼ ଉପରେ କ'ଣ ରହିଛି ଲାଟେଷ୍ଟ ଅପଡ଼େଟ୍। ଦେଖନ୍ତୁ, ଆପଣମାନେ ନୂତନ ଭାବରେ ରାସନ କାର୍ଡ଼କୁ ଆବେଦନ କରିଛନ୍ତି। କେଉଁମାନଙ୍କୁ ରାସନ କାର୍ଡ଼ ମିଳିବ ନାହିଁ? ଦେଖନ୍ତୁ, ଯେକୌଣସି ପରିବାରରେ ସିମେଣ୍ଟ କଂକ୍ରିଟ ଛାତ ସହିତ 3 କୋଠା ଘର ଥିବ, ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଏବଂ ନିର୍ମାଣ ଶ୍ରମିକ ଯୋଜନାରେ ଘର ହୋଇନଥିବ। ଏବଂ ପଏଣ୍ଟ ହେଉଛି ଯେ ପରିବାରର ଯେକୌଣସି ସଦସ୍ୟ ନାମରେ 4 ଚକିଆ ଯାନର ମାଲିକ ହୋଇନଥିବେ ବା ହୋଇଥିବେ ସେମାନଙ୍କୁ ମଧ୍ୟ ମିଳିବ ନାହିଁ। ଏବଂ ସହରାଞ୍ଚଳ ଯେକୌଣସି ସଦସ୍ୟ ଯଦି ମାସିକ ପେନ୍ସନ୍ 15,000 ଟଙ୍କା ଅଧିକ ପାଉଥିବେ ଏବଂ ଗ୍ରାମାଞ୍ଚଳରେ 10,000 ଟଙ୍କାରୁ ଅଧିକ ପେନ୍ସନ୍ ପାଉଥିବେ ସେଇମାନଙ୍କୁ ମଧ୍ୟ ରାସନ କାର୍ଡ଼ଟି ମିଳିବ ନାହିଁ। ତ ଦ୍ୱିତୀୟ ରହିଛି ଯେ ଯେଉଁ ପରିବାର ମାସିକ 300 ୟୁନିଟ୍ରୁ ଅଧିକ ବିଜୁଳି ବ୍ୟବହାର କରୁଥିବ ସେଇମାନଙ୍କୁ ମଧ୍ୟ ରାସନ କାର୍ଡ଼ଟି ମିଳିବ ନାହିଁ। ଏବଂ ପରିବାରର ଯେକୌଣସି ସଦସ୍ୟ ଆୟକର ଦେଉଥିବେ ବା ଇନକମ୍ ଟ୍ୟାକ୍ସ ଦେଉଥିବେ ତାହେଲେ ସେଇମାନଙ୍କୁ ମଧ୍ୟ ରାସନ କାର୍ଡ଼ଟି ମିଳିବ ନାହିଁ। ଏବଂ ପରିବାର ସଦସ୍ୟଙ୍କ ନାମରେ ଟ୍ରାକ୍ଟର କିମ୍ବା ହାର୍ଭେଷ୍ଟର ଥିବ ସେମାନେ ମଧ୍ୟ ଅଯୋଗ୍ୟ ପ୍ରମାଣିତ ହେବେ। ପରିବାର ସଦସ୍ୟ ଯଦି କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ଅନୁସାରେ ଚାକିରି କରୁଥିବେ ସେଇମାନଙ୍କୁ ମଧ୍ୟ ରାସନ କାର୍ଡ଼ଟି ମିଳିବ ନାହିଁ। ମୁଁ ଆପଣଙ୍କୁ କାହିଁକି କହିଲି ଯେ ଅକ୍ଟୋବର 2 ତାରିଖରେ ରାସନ କାର୍ଡ଼ଟି ମିଳିବ? ଦେଖନ୍ତୁ, ଗତ ବର୍ଷ ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ବହୁତ ବଡ଼ ଘୋଷଣା କରିଥିଲେ। ଆମେ ଆଶା କରୁଛୁ ଯେ ଆସନ୍ତା ଅକ୍ଟୋବର 2 ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ରାସନ କାର୍ଡ଼ ବିଷୟରେ ଘୋଷଣା କରିବେ ଏବଂ ନୂତନ ରାସନ କାର୍ଡ଼କୁ ଉଦ୍ଘାଟନ କରିବେ। ତେଣୁ ଆଶା କରୁଛୁ ଯେଉଁମାନେ ରାସନ କାର୍ଡ଼କୁ ଆବେଦନ କରିଛନ୍ତି ସେମାନଙ୍କୁ ଅକ୍ଟୋବର 2 ତାରିଖରେ ରାସନ କାର୍ଡ଼ ମିଳିବ ବୋଲି ଆଶା କରାଯାଉଅଛି।